ସମସ୍ତଙ୍କୁ ସାଇରାମ। ଚାଲନ୍ତୁ ଆଜି ଶୁଣିବା ମନକୁ ଛୁଇଁଗଲା ବୋଲି ଆଜିର ଅନୁଚିନ୍ତା। ପ୍ରଥମେ ଶୁଣିବା ସକାଳୁ କ'ଣ ଖାଇବା ଉଚିତ ଏବଂ ଅନୁଚିତ। ସକାଳୁ ଲେମ୍ବୁ ଜାତୀୟ ଫଳ ଖାଇବା ଅନୁଚିତ। ଏହା ଖାଇଲେ ଗ୍ୟାସ୍, ଏସିଡ଼ିଟି ଭଳି ସମସ୍ୟା ଦେଖାଦେଇଥାଏ। ଆପଣ ସକାଳୁ ତରଭୁଜ, ପାଚିଲା ଅମୃତଭଣ୍ଡା ଖାଇପାରିବେ। ସକାଳୁ ପାଉରୁଟି ଖାଇବା ଉଚିତ ନୁହେଁ, କାରଣ ଏହା ମଇଦାରେ ତିଆରି ହୋଇଥାଏ। ଯଦି ଆପଣ ପାଉରୁଟି ଖାଉଛନ୍ତି, ତାହେଲେ ଆପଣ ପାଉରୁଟି କିଣିବା ସମୟରେ ଅଟାରେ ତିଆରି ପାଉରୁଟି କିଣି ଖାଇପାରିବେ। ସକାଳୁ ଆପଣ କୌଣସି କଞ୍ଚା ପରିବା ଖାଇବେ ନାହିଁ। ପରିବାକୁ ଟିକେ ସିଝେଇକି କିମ୍ବା ଭାଜିକି ଖାଆନ୍ତୁ। ସକାଳୁ ଖାଲି ପେଟରେ କୌଣସି ବି ଥଣ୍ଡା ଜାତୀୟ ଡ୍ରିଙ୍କସ୍ ପିଅନ୍ତୁ ନାହିଁ। ସକାଳୁ ଚା କିମ୍ବା ତା ସହିତ ବିସ୍କୁଟ ଖାଆନ୍ତୁ ନାହିଁ। ଯଦି ଚା ପିଇବା ଅଭ୍ୟାସ ଅଛି, ତାହେଲେ କିଛି ଖାଇସାରିଲା ପରେ ଚା ପିଇପାରିବେ। ସକାଳୁ କେବେ ବି ମିଠା ଜିନିଷ ଖାଇବେ ନାହିଁ। ହୃଦଘାତ କିମ୍ବା ମଧୁମେହ ରୋଗ ହେବାର ସମ୍ଭାବନା ଥାଏ। ରାତ୍ରିରେ ତୁଳସୀ ଗଛକୁ ଛୁଇଁବେ ନାହିଁ। ତୁଳସୀ ଗଛରୁ ଏକାଦଶୀ ତିଥିରେ ତୁଳସୀ ପତ୍ର ତୋଳିବେ ନାହିଁ। ତୁଳସୀ ପତ୍ର ତୋଳିବା ବେଳେ ଶ୍ରୀକୃଷ୍ଣ ନାମ ଧରି ତୁଳସୀ ପତ୍ର ତୋଳିବେ। ତୁଳସୀ ମୂଳରେ ଦୀପ ଜାଳିଥିବା ପୁରୁଣା ଦୀପ ରଖିବେ ନାହିଁ। ତୁଳସୀ ଗଛ ପାଖରେ ଲୁଗା ଶୁଖାଇବେ ନାହିଁ, କାରଣ ଲୁଗାର ଛାଇ ତୁଳସୀ ଉପରେ ପଡ଼ିଲେ ଅଶୁଭ ହୋଇଥାଏ। ତୁଳସୀ ଗଛ ପାଖରେ ଚପଲ ରଖିବେ ନାହିଁ। ଶରୀରରେ ଜଳାପୋଡ଼ା ହେବାର କାରଣ ହେଉଛି ମସଲାଯୁକ୍ତ ଖାଦ୍ୟ। କିଛି ଜିରା, ଜୁଆଣି ଆଉ ପାନମହୁରିକୁ ଭଲ ଭାବରେ ଭାଜି ନିଅନ୍ତୁ। ଥଣ୍ଡା ହେଲା ପରେ ତାକୁ ଗୁଣ୍ଡ କରି ଦିଅନ୍ତୁ। ତାପରେ ତାକୁ ଗୋଟିଏ ଏୟାରଟାଇଟ୍ ଡବାରେ ରଖିଦିଅନ୍ତୁ। ପ୍ରତିଦିନ ରାତ୍ର ସମୟରେ ଭୋଜନ ଖାଇସାରିବା ପରେ 20 ମିନିଟ୍ ପରେ 1 ଚାମଚ ପାଟିରେ ପକାଇ ନଖ ଉଷୁମ ଗରମ ପାଣି ପିଇ ଦିଅନ୍ତୁ। ଏହା ଡେଲି ବ୍ୟବହାର କଲେ ଅର୍ଶ, ଗ୍ୟାସ୍, ଛାତି ଜଳାପୋଡ଼ା ଆଦୌ ହୋଇନଥାଏ। ଦିନ ସାରାରେ କିଛି ବି ଭୁଲ କରିଥିଲେ ଭଗବାନଙ୍କୁ କ୍ଷମା ମାଗି ନିଅନ୍ତୁ। ଦିନ ସାରାରେ ଘଟିଥିବା ଭଲ ମୁହୂର୍ତ୍ତ ପାଇଁ ଭଗବାନଙ୍କୁ ଧନ୍ୟବାଦ ଜଣାନ୍ତୁ। ଜୀବନରେ କେଉଁ ଜିନିଷ ପାଇବାକୁ ଚାହୁଁଛନ୍ତି, ସେ ବିଷୟରେ ଭାବନ୍ତୁ। ଓଁ ନମଃ ଶିବାୟ ମନ୍ତ୍ର କିମ୍ବା ଅଲଗା ମନ୍ତ୍ର ଜପ କରନ୍ତୁ। ମନେ ରଖନ୍ତୁ, ଶୋଇବା ପୂର୍ବରୁ ନିଜକୁ ପରିଷ୍କାର ରଖନ୍ତୁ। ଶୋଇବା ଜାଗା ସବୁବେଳେ ସଫା ସୁତୁରା ରଖିବେ। ଆଉ ବାମ କଡ଼ ହୋଇ ମାଡ଼ି ଶୁଅନ୍ତୁ। ଖରାପ ଲୋକର ପାଦ ସ୍ପର୍ଶ କରିବା ଉଚିତ ନୁହେଁ, କାରଣ ଦୁଷ୍ଟ ଲୋକର ପାଦ ଛୁଇଁବା ଲୋକ ଉପରେ ପଡ଼ିଥାଏ। ଛୋଟ ଛୁଆକୁ କାଖେଇଥିବା ସମୟରେ ଚରଣ ସ୍ପର୍ଶ କରନ୍ତୁ ନାହିଁ। ଶନିବାର ଦିନ ସନ୍ଧ୍ୟା ସମୟରେ କିଛି ବି ଜିନିଷ କିଣନ୍ତୁ ନାହିଁ। ଶନି ମନ୍ଦିର ଯାଇ ଶନିଙ୍କର ଆଶ୍ରୟ ନିଅନ୍ତୁ। ତାଙ୍କୁ ସମର୍ପଣ କରି ମୁଣ୍ଡିଆ ମାରନ୍ତୁ। ଧ୍ୟାନରେ ଥିବା ଲୋକ ଏବଂ ପୂଜା କରୁଥିବା ଲୋକର ପାଦ ସ୍ପର୍ଶ କରିବା ଉଚିତ ନୁହେଁ। ମନ୍ଦିରରେ ମୂର୍ତ୍ତି ସାମ୍ନାରେ କାହାର ଚରଣ ସ୍ପର୍ଶ କରିବା ଉଚିତ ନୁହେଁ। ଶୋଇବା ଅବସ୍ଥାରେ ଚରଣ ସ୍ପର୍ଶ କରନ୍ତୁ ନାହିଁ। ଶ୍ମଶାନରୁ ଫେରିଥିବା ଲୋକର ଚରଣ ସ୍ପର୍ଶ କରିବା ଉଚିତ ନୁହେଁ। ଏକା ଚାଲିବା ପାଇଁ ଚେଷ୍ଟା କରନ୍ତୁ। ଜୀବନରେ କେହି ଅଛନ୍ତି ତୁମ ମନର ଭାବକୁ ବୁଝିପାରିଲା ଭଳି। ଜୀବନରେ କେହି ଅଛନ୍ତି ତୁମ ଦୁଃଖରେ ଠିଆ ହେବା ଭଳି। ଜୀବନରେ କେହି ଅଛନ୍ତି ତୁମ ମରଣର ପଥ ଖୋଜିବା ପାଇଁ। ପୃଥିବୀ ପୃଷ୍ଠକୁ ଆସିବାର ସମୟରେ କ'ଣ ଆଣିଥିଲେ, ନେଲା ବେଳେ କ'ଣ ନେଇକି ଯିବା? କ'ଣ ହଜିଗଲା ଯେ ମନ ଖରାପ କରୁଛ? କିଏ ତୁମ ସହିତ ଥିଲା ଯେ ସମ୍ମାନ ଖୋଜୁଛ? ବଞ୍ଚିତ ସମୟରେ ଲୋକ ନାନା ପ୍ରକାର ଲାଞ୍ଛନା ଦେଇଥାନ୍ତି ଏବଂ ମରିଗଲା ପରେ କହିବେ କ'ଣ ହୋଇଗଲା? ଯେ ମଲା
ଯଦି କିଛି ଆଣିନ କିଛି ନେବନି। କେହି ନୁହନ୍ତି ନିଜର କିମ୍ବା ପର ଏଠାରେ ଅଢ଼େଇ ଦିନର କୁଣିଆ ସଭିଏ। ଏଠାରେ ସଭିଏ ନାରୀ। ଶ୍ରୀକୃଷ୍ଣ କେବଳ ଗୋଟିଏ ପୁରୁଷ। ଶ୍ରୀମଦ୍ ଭାଗବତ ଗୀତା ଏକମାତ୍ର ସାର, ସଂସାର ଅମୃତ, ସବୁଠାରୁ ଶ୍ରେଷ୍ଠ ସତ୍ୟ। ଶିବ ସୁନ୍ଦରମ୍ ପ୍ରେମ ନା ଅଛି ଶେଷ ନା ଅଛି ଆରମ୍ଭ। ସଂସାର କଲ୍ୟାଣ ପାଇଁ ଦଧିଚିଙ୍କ ଭଳି ସମର୍ପଣ ହୋଇଯାଅ। ଇତିହାସ ସାକ୍ଷୀ ରହିବ। ଯଦି ଆଜିର ଅନୁଚିନ୍ତା ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ରହୁଛି। ଓମ୍ ସାଇରାମ, ଜୟ ସାଇରାମ।